ସକାଳର ବ୍ରେକଫାଷ୍ଟରେ ହଉ କି ସନ୍ଧ୍ୟାର ଟି ଟାଇମ୍ ସ୍ନାକ୍ସ ହଉ ଆପଣ ୟାକୁ ଯେତେବେଳେ ଚାହିଁଲେ ସେତେବେଳେ ବନେଇକି ଖାଇପାରିବେ। କାହିଁକିନା ୟାକୁ ବନେଇବା ବହୁତ ସମୟ ଲାଗିନଥାଏ ଆଉ ଘରେ ଥିବା ବେସିକ୍ ସାମାନରେ ହିଁ ହେଇଥାଏ। ୟାକୁ ବନେଇବା ଏତେ ସହଜ ଯେ ବାରମ୍ବାର ଆପଣ ଖାଇବା ପାଇଁ ୟାକୁ ଇଚ୍ଛା କରିବେ। ଆଉ ଖାଲି ସୁଜି ଆଉ ଆଳୁରେ ହିଁ ଏଇଟା ତିଆରି ହେଇଥାଏ। କିଛି ଜିନିଷ ବାହାରୁ ଆଣିବା ପାଇଁ ଜମାରୁ ଦରକାର ହେବନି। ଚାଲନ୍ତୁ ତାହେଲେ ଷ୍ଟାର୍ଟ କରିବା। ସେଇଥିପାଇଁ ଗୋଟେ ମିକ୍ସିଂ ବାଉଲ୍ ନେଇଯିବା ପ୍ରଥମେ। ତାପରେ ଆମେ ଏଥିରେ ଦେଇଦେବା ସୁଜି। ସୁଜି ଆପଣ ନିଜ ପରିମାଣ ଅନୁସାରେ କମ୍ ବେଶୀ କରିପାରିବେ। ମୁଁ ଗୋଟେ କପ୍ ହିଁ ନେଇଛି ସୁଜି। ସୁଜିକୁ ଏବେ ଆମେ ଦେଇଦେବା ଆଉ ତାପରେ ପାଣି ଗରମ କରି ନେବା। ଏବେ ଆମେ ଏଥିରେ ଦେଇଦେବା ସ୍ୱାଦ ଅନୁସାରେ ଲୁଣ। ଗରମ ପାଣିକୁ ଏବେ ଅଳ୍ପ ଅଳ୍ପ କରିକି ଦେବା, ଯେମିତିକି ଜଷ୍ଟ ସୁଜି ଖାଲି ବୁଡ଼ିବ, ମାନେ ତାର ଉପରକୁ ଆସିବା ପାଇଁ ଜମାରୁ ଦେବେନି। ଦେଖିପାରୁଥିବେ ମୁଁ ଅଳ୍ପ ଅଳ୍ପ କରିକି ହିଁ ଗରମ ପାଣିଟା ଦେଉଛି। ଆପଣମାନେ ଦେଖିପାରୁଥିବେ ଅଳ୍ପ ଅଳ୍ପ କରି ଦେଲେ ଧୀରେ ଧୀରେ ସୋକ୍ ହେଇଯାଉଛି ଆଉ ଉପରକୁ ବି ଜମାରୁ ଉଠୁନି। ଗୋଟେ ଗୋଟେ ସୁଜି ଟିକେ ବଡ଼ ବଡ଼ ଦାନାବାଲା ଆସିଥାଏ, ଗୋଟେ ଗୋଟେ ଛୋଟ ଦାନାବାଲା ଆସିଥାଏ। ସେଇଥିପାଇଁ ୟାର କିଛି ମେଜରମେଣ୍ଟ ନାହିଁ, ଆପଣ ଜଷ୍ଟ ଦେଖିକି ହିଁ ଦେବେ। କାହିଁକିନା ୟାର ମୁଁ ଯଦି କହିବି ଆପଣ କେତେ ପାଣି ଦେବା କଥା, ସେତିକି ଯଦି ଦେଇଦେଲେ ଆପଣଙ୍କ ସୁଜି ଯଦି ମୋଟା ଥିବ ତାହେଲେ ଟାଣ ହେଇଯିବ, କିନ୍ତୁ ଛୋଟ ଥିଲେ ପୁରା ସଫ୍ଟ ହେଇଯିବ। ସେଇଥିପାଇଁ ମୁଁ ଆଉ ଆପଣଙ୍କୁ ମେଜରମେଣ୍ଟଟା ଜଣେଇନି। ତାପରେ ତାକୁ ଆମେ ଘଣ୍ଟେ ପାଇଁ ରେଷ୍ଟ ନେବା ପାଇଁ ଛାଡ଼ିଦେବା ସୁଜିଟା ଭଲସେ ବତୁରିବା ପାଇଁ। ଦେଖିପାରୁଥିବେ ସୁଜିଟା ଭଲସେ ବତୁରି ଯାଇଛି ଆଉ ପୁରା ଅଟା ଚକଟିଲା ଭଳିଆ ଆମେ ପ୍ରଥମେ ୟାକୁ ଚକଟି ନେବା। ଦେଖିପାରୁଥିବେ ବେଶୀ ପୁରା ପାଣିଆ ହେଇଯାଇନି, ପୁରା ଭଲସେ ବତୁରି ଯାଇଛି। ତାପରେ ଏବେ ଆମେ ୟା ଉପରେ ଦେଇଦେବା ଦୁଇଟା ଆଳୁକୁ, ସିଝା ଆଳୁକୁ ଦେଇଦେବା। ଆଉ ମୁଁ ଆଳୁକୁ ଟିକେ କୋରି ନେଇଛି, ତା ଦ୍ୱାରା ଆଉ ବିଣ୍ଡା ରହିବନି। ସେଇଥିପାଇଁ ଏଭଳିଆ ଟିକେ କୋରି ନେଲେ ସଫ୍ଟ ରହିବ ବି ଆଳୁଟା। ତାପରେ ଆମେ ଏଥିରେ ବହୁତ ସାରା ଧନିଆ ପତ୍ର ଦେଇଦେବା, ଭଲ ଫ୍ଲେଭର ଆସିଥାଏ। ତାପରେ ଆମେ ଦେଇଦେବା ଏଥିରେ 2 ବଡ଼ ଚାମଚ ବେସନ। ଆପଣଙ୍କ ସୁଜି ଯଦି ଟିକେ ପାଣିଆ ଲାଗିଲା ତାହେଲେ ଚିନ୍ତା କରିବା ଜମାରୁ ଦରକାର ନାହିଁ, ଆପଣ ଏଥିରେ ଦେଇଦେବେ ବେସନ। ତାପରେ ଟିକେ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ ଆଉ ଜିରା ଦେଇଦେବା। ଆଉ ଗୋଟେ ବଡ଼ ଚାମଚ ଦେଇଦେବା ସୋରିଷ ତେଲ। ଫ୍ଲେଭରଟା ବହୁତ ଭଲ ଆସିଥାଏ। ଅଳ୍ପ ଟିକେ ସୋରିଷ ତେଲ ପକାଇଦେବେ। ତାପରେ ଯଦି ଆପଣଙ୍କ ପାଖରେ ଅଛି ଗରମ ମସଲା ଟିକେ ପକାଇଦେବେ, ବହୁତ ଭଲ ଲାଗିବ। ତାପରେ ଏବେ ଆମେ ଏଇସବୁକୁ ଭଲସେ ଚକଟି ନେବା। ସୁଜି ଓ ଆଳୁ ସହିତ ଏଇ ମସଲା ଗୁଡ଼ାକ ମିକ୍ସ ହେଇଯିବା ଉଚିତ। ସବୁତକ ଭଲସେ ଆମେ ଚକଟି ନେବା। ଆଉ ପ୍ରଥମେ ତ ହାତରେ ଲାଗିବ, ତାପରେ ଦେଖିବେ ଧୀରେ ଧୀରେ ଜମାରୁ ଲାଗିବନି ହାତରେ। ଆଉ ପାଣି ହାତ ହେଇକି ଆପଣ କରିବେ, ଦେଖିବେ ଜମାରୁ ହାତରେ ଲାଗିବନି। ଆଉ ଯେହେତୁ ଟେଷ୍ଟଟା ବହୁତ ଭଲ ଆସିବ, ସେଇଥିପାଇଁ ଏସବୁକୁ କମ୍ପ୍ରମାଇଜ୍ ହିଁ କରିବା ପାଇଁ ପଡ଼ିବ। ଏଥିରେ ଆପଣ ଚାହିଁଲେ କଟା ପିଆଜ ମଧ୍ୟ ଦେଇପାରିବେ, ମୁଁ ଆଉ ଦେଉନି। ତାପରେ ତେଲକୁ ଭଲସେ ଗରମ କରି ନେବା। ଯେତେ ଭଲସେ ତେଲଟା ଗରମ ହେବ ଆମର ଏଇ ପକୋଡ଼ାଟା ଠିକ୍ରେ ସେମିତି ବନିବ। ତାପରେ ବରାକୁ ସେପ୍ ଦେବା ପାଇଁ ମୁଁ ଗୋଟେ ଗିନା ନେଇଯାଇଛି ଆଉ ଉପରେ ଟିକେ ପାଣି ଲଗାଇ ନେଇଛି। ଏବେ ଆମେ ଗିନା ଉପରେ ଦେଇଦେବା ଅଳ୍ପ ଟିକେ ଡୋ। ୟାର ଯେମିତି ସେପ୍ କରିବା, ଆପଣ ଚାହିଁଲେ ହାତରେ ମଧ୍ୟ ନର୍ମାଲ କରିପାରିବେ, କିମ୍ବା ୟାକୁ ଯେଉଁ ବିରି ବରା କରିଥାଉ ଆମେ ସେମିତି ବି ପକାଇ ପାରିବେ। ଏଭଳିଆ ଅଳ୍ପ ଅଳ୍ପ କରିକି ମୁଁ ଗୋଟେ ଗୋଟେ ସେପ୍ ଦେଇକି ଏଥିରେ ତେଲରେ ପକାଇଦେବା। ଦେଖିଥିବେ ତେଲରେ ପଡ଼ିକି ଧୀରେ ଧୀରେ ଉପରକୁ ଉଠିବା ଷ୍ଟାର୍ଟ ହେଇଗଲାଣି। ଏବେ ଆମେ ତଳପଟେ ଟିକେ ଭାଜି ହେଇଗଲେ ଧୀରେ ଧୀରେ କରିକି ୟାକୁ ଓଲଟେଇବା। ସାଙ୍ଗମାନେ ଆପଣ ଥରେ ଘରେ ବନେଇକି ମୋତେ କମେଣ୍ଟ କରିବେ କେମିତି ଲାଗିଲା। ଆଉ ଭିଡ଼ିଓଟି ଯଦି ଭଲ ଲାଗୁଛି ଭିଡ଼ିଓଟିକୁ ମଧ୍ୟ ଲାଇକ୍ କରିଦେବେ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଚ୍ୟାନେଲଟିକୁ ମଧ୍ୟ ସବସ୍କ୍ରାଇବ୍ କରିଦେବେ ଏଭଳିଆ ନୂଆ ନୂଆ ରେସିପି ଦେଖିବା ପାଇଁ। ଦେଖିପାରୁଥିବେ କେମିତି ଫୁଲି ଫୁଲି ଆସୁଛି ଆଉ ଟେଷ୍ଟ ମଧ୍ୟ ବହୁତ ଭଲ ଆସିଥାଏ। ନିହାତି ଥରେ ଟ୍ରାଏ କରିବେ। ୟାକୁ ପୁରା ନାଲି ପଡ଼ିବା ପର୍ଯ୍ୟନ୍ତ ଆମେ ଛାଣି ନେବା। ଦେଖୁଥିବେ ଭଲସେ ନାଲି ପଡ଼ି ଆସିଲାଣି। ଏବେ ଆମେ ତେଲରୁ ୟାକୁ ଭଲସେ ତେଲ ନିଗାଡ଼ିକି ବାହାର କରି ନେବା। ଆପଣ ଛୁଆମାନଙ୍କୁ ଟିଫିନ୍ ବକ୍ସରେ ମଧ୍ୟ ଦେଇପାରିବେ। ମୋ ଛୁଆକୁ ତ ବହୁତ ପସନ୍ଦ ଏଇଟା। ମୁଁ ସପ୍ତାହକୁ ଥରେ 2 ଥର ଏମିତି ବନେଇକି ତାକୁ ଦିଏ ଆଉ ସେ ବହୁତ ପସନ୍ଦ କରିକି ବି ଖାଏ। ୟାକୁ ସସ୍ ସହିତ ମଧ୍ୟ ଖାଇଲେ ଭଲ ଲାଗିଥାଏ। ଆପଣ ଚଟଣି ସହିତ ବି ଖାଇପାରିବେ, କିଛି ଅସୁବିଧା ନାହିଁ। ସେମିତିରେ ଖାଲି ପାଟିରେ ହିଁ ଖାଇଦେବା ପାଇଁ ଇଚ୍ଛା ଲାଗିବ। ନିହାତି ଆପଣ ଥରେ ଟ୍ରାଏ କରିବେ। ଦେଖା ହେବ ନେକ୍ସଟ ଭିଡ଼ିଓରେ ଆଉ ଗୋଟେ ନୂଆ ରେସିପି ସହିତ। ଥ୍ୟାଙ୍କ ୟୁ ଫର୍ ୱାଚିଂ।